କେହି କେହି ମାଆଙ୍କୁ ଭଲ ପାଆନ୍ତି କିନ୍ତୁ ବାପାଙ୍କୁ ବୁଝିପାରନ୍ତି ନାହିଁ, କାରଣ ବାପା କେବେ ତାଙ୍କ ଦୁଃଖ କୁହନ୍ତି ନାହିଁ, ଅନ୍ୟ ଆଗରେ ପ୍ରକଟ କରନ୍ତି ନାହିଁ। ଆଜିର ଏ କାହାଣୀ ଏକ ଏମିତି ବାପାଙ୍କ ବିଷୟରେ ଯିଏ ଶେଷ ପର୍ଯ୍ୟନ୍ତ ତା ପୁଅ ପାଇଁ ହିଁ କରିଚାଲିଥିଲା ଓ ପୁଅକୁ ଅପେକ୍ଷା କରିଥିଲା। ରମେଶ ଏକ ଗରିବ ଦିନ ମଜୁରିଆ। ସକାଳୁ ସୂର୍ଯ୍ୟ ଉଠିବା ପୂର୍ବରୁ କାମକୁ ଯାଉଥିଲା, ରାତିରେ ଥକି ଫେରୁଥିଲା, କିନ୍ତୁ ଘରକୁ ଆସିଲେ ତାଙ୍କ ମୁହଁରେ ହସ ଖେଳି ଯାଉଥିଲା, କାରଣ ତାର ଛୋଟ ପୁଅ ଅଜୟ ଦୌଡ଼ି ଆସି କହୁଥିଲା, ବାପା ଆଜି ମୋ ପାଇଁ କ'ଣ ଆଣିଛ? ରମେଶ ନିଜ ଖାଲି ପକେଟକୁ ଲୁଚାଇ ହସି କହୁଥିଲା, ମୋ ରାଜା ପାଇଁ ମୁଁ ସବୁ କିଛି ଆଣିଛି। ସେ ନିଜେ ପଛେ ଭୋକରେ ରହୁଥିଲା, କିନ୍ତୁ ତା ପୁଅକୁ ଖୁଆଉଥିଲା। ବହୁତ ସ୍ନେହରେ ପାଳିଥିଲା ସେ ତା ପୁଅକୁ। ବର୍ଷ ଗଲା, ମାସ ଗଲା, ସମୟ ବହୁତ ବିତିଗଲା। ଅଜୟ ବଡ଼ ହେଲା, ବିବାହ ହେଲା, ଘରେ ନୂଆ ଲୋକ ଆସିଲେ, କିନ୍ତୁ ପ୍ରେମ କମିଗଲା କାହା ପ୍ରତି? ବାପା ପ୍ରତି। ଏକ ଦିନ ବୋହୂ କହିଲା, ତୁମ ବାପାଙ୍କୁ ଅଲଗା ରଖ, ମୋତେ ଏହା ପସନ୍ଦ ଆସୁନି। ଅଜୟ ଚୁପ୍ ରହିଲା। ସେଇ ଚୁପ୍ ରହିବା ରମେଶ ହୃଦୟକୁ ଭାଙ୍ଗିଦେଲା। ରମେଶ ଏକ କୋଣରେ ବସି ରହୁଥିଲେ, କେହି ତାଙ୍କୁ ପଚାରୁନଥିଲେ, ବାପା ଆପଣ ଖାଇଲେନ୍ତି? ଏକ ଦିନେ ସେ ଧୀରେ ଅଜୟକୁ କହିଲା, ପୁଅ ଆଜି ମୋ ସହିତ ଟିକେ ବସି କଥାବାର୍ତ୍ତା ହଉନୁ? ଅଜୟ ଫୋନ୍ ଦେଖି କହିଲା, ମୋ ପାଖରେ ସମୟ କାହିଁ? ତୁମେ ଯାହା ଦରକାର କହିଦିଅ, ମୋ ପାଖରେ ସମୟ ନାହିଁ ତୁମ ସାଙ୍ଗେ କଥା ହେବା। ସେହି କଥା ବାପାଙ୍କ ହୃଦୟକୁ ଛିନ୍ନ ଛିନ୍ନ କରିଦେଲା। ସେଇ ରାତି ସବୁଏ ଶୋଇଗଲେ। ରମେଶ ଚୁପଚାପ ଉଠିଲେ, ଘରକୁ ଶେଷ ଥର ପାଇଁ ଦେଖିଲେ ଏବଂ ଧୀରେ କହିଲେ, ଏହି ଘର ମୋ ଘର ହୋଇନାହିଁ। ସେ ଏକ ଚିଠି ଲେଖି ସେଠାରୁ ଚାଲିଗଲେ। ଚିଠିରେ ଲେଖା ଥିଲା, ତୁ ଅଜୟ, ତୁ ଛୋଟ ଥିଲୁ, ମୁଁ ତୋ ପାଇଁ ରାତି ରାତି ଶୋଉନଥିଲି। ଆଜି ମୁଁ ବୁଢ଼ା ହୋଇଗଲି, କିନ୍ତୁ ତୋର ମୋ ପାଇଁ 2 ମିନିଟ୍ ସମୟ ମଧ୍ୟ ତୁ ଦେଇପାରୁନି। ମୋର ଭୁଲ କ'ଣ ରହିଗଲା ପୁଅ ତୋ ପାଇଁ? ଏମିତି ବହୁତ ଦିନ ବିତିଗଲା। କିଛି ଦିନ ପରେ ଖବର ଆସିଲା, ଜଣେ ବୃଦ୍ଧ ଲୋକ ରାସ୍ତା କଡ଼ରେ ପଡ଼ି ମରିଯାଇଛି। ଅଜୟ ଦୌଡ଼ିଗଲା, ଦେଖିଲା ସେଇ ବୁଢ଼ା ଲୋକଟି ଆଉ କେହି ନୁହେଁ, ତାର ନିଜସ୍ୱ ବାପା। ତା ବାପାକୁ ଦେଖି ସେ ବହୁତ କାନ୍ଦିଲା। ସେ କାନ୍ଦର କୌଣସି ସୀମା ନଥିଲା। ହଠାତ୍ ନା ତା ବାପାର ଶବକୁ ଓଲଟାଇ ଦେଖେ ତ ତାଙ୍କ ହାତରେ ଏକ ପୁରୁଣା ଫଟୋ ଥିଲା। ଆଉ ସେଇ ଫଟୋଟି କେହି ନୁହେଁ, ସେଇ ଅଜୟର ଛୋଟବେଳର ଫଟୋ। ଅଜୟ ଜୋରରେ କାନ୍ଦିଲା, ବାପା ମୋତେ କ୍ଷମା କର। କିନ୍ତୁ ସେହି ଶବ୍ଦ ଏବେ କେହି ଶୁଣିବାକୁ ନଥିଲେ। ହଁ ଆଜ୍ଞା, ବାପା ଜୀବନରେ ଏକଥର ମିଳନ୍ତି। ତାଙ୍କୁ ହରାଇ ଦେଲେ ସବୁକିଛି ହରିଯାଏ ଜୀବନରୁ, ସବୁକିଛି ଚାଲିଯାଏ ଜୀବନରୁ। ଆଜି ଏ ବାପାକୁ ହରେଇଛି, ସେ ସବୁ ହିଁ ବୁଝିଛି। ଆଶା କରୁଛି ଆଜିର ଏଇ ବିଷୟଟି ଆପଣମାନଙ୍କୁ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଚ୍ୟାନେଲ୍ ନା PPM ଅଲ୍ ଇନ୍ ୱାନ୍। ରହୁଛି ଆଜ୍ଞା। ହେ ବାପା ତୁମେ ଚିରସ୍ମରଣୀୟ।